ଚନ୍ଦ୍ରଗ୍ରହଣର ଗୋଟିଏ ଦିନ ପୂର୍ବରୁ ଷଡ଼ାଷ୍ଟକ ଯୋଗ। ସତର୍କ ରୁହନ୍ତୁ ଏହି ତିନୋଟି ରାଶି, ନଚେତ୍ ଆପଣଙ୍କ ଉପରେ ମହାବିପଦ ପଡ଼ିପାରେ। ତେବେ ଆସନ୍ତୁ କ'ଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 3 ମାର୍ଚ୍ଚ 2026ରେ ହେବ। ଏହି ଗ୍ରହଣର ଗୋଟିଏ ଦିନ ପୂର୍ବରୁ 2 ମାର୍ଚ୍ଚରେ ଚନ୍ଦ୍ର ଏବଂ ଶୁକ୍ର ରାଶି ପରିବର୍ତ୍ତନ କରିବେ। ଶୁକ୍ର ମୀନ ରାଶିରେ ଗୋଚର କରିବେ, ଯେତେବେଳେ ଚନ୍ଦ୍ର ସୂର୍ଯ୍ୟଙ୍କ ରାଶି ସିଂହ ରାଶିରେ ଗୋଚର କରିବେ। ଏହା ଏହି ଦୁଇ ଗ୍ରହଙ୍କ ମଧ୍ୟରେ ଷଡ଼ାଷ୍ଟକ ଯୋଗ ସୃଷ୍ଟି କରିବ। ତେବେ ଜ୍ୟୋତିଷଙ୍କ ଦୃଷ୍ଟିକୋଣରୁ ଷଡ଼ାଷ୍ଟକ ଯୋଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ତେଣୁ ଗ୍ରହଣ ପୂର୍ବରୁ ଦୁଇଟି ଶୁଭ ଗ୍ରହ ଶୁକ୍ର ଏବଂ ଚନ୍ଦ୍ର ମଧ୍ୟରେ ଗଠିତ ଏହି ଷଡ଼ାଷ୍ଟକ ଯୋଗ କିଛି ରାଶି ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏହି ରାଶିମାନଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ତେବେ ପ୍ରଥମେ ସିଂହ ରାଶି। ଷଡ଼ାଷ୍ଟକ ଯୋଗ ଆପଣଙ୍କ ପାଇଁ ସମସ୍ୟାରେ ପରିପୂର୍ଣ୍ଣ ହୋଇପାରେ। ଏହି ରାଶିରେ ଚନ୍ଦ୍ରଗ୍ରହଣ ମଧ୍ୟ ଘଟିବ, ତେଣୁ ଆପଣ ମାନସିକ ଭାବରେ ଅସ୍ଥିର ଅନୁଭବ କରିପାରନ୍ତି। ଏହି ସମୟରେ ବଡ଼ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଉଚିତ। କିଛି ଲୋକଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ଓ ପ୍ରତିକାର ସ୍ୱରୂପ ଆପଣ ଚନ୍ଦ୍ରଙ୍କୁ ସମର୍ପିତ ମନ୍ତ୍ର ଜପ କରିବା ଉଚିତ। ଦ୍ୱିତୀୟରେ ତୁଳା ରାଶି। ତୁଳା ରାଶି ପାଇଁ ମଧ୍ୟ ଷଡ଼ାଷ୍ଟକ ଯୋଗ ଶୁଭ ନୁହେଁ। ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଓ ସଞ୍ଚୟ ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ। ଯଦି କୌଣସି ବିଦେଶୀ କମ୍ପାନୀରେ କାମ କରନ୍ତି ତେବେ ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାର ସହିତ କରନ୍ତୁ ଓ ଖରାପ ସଙ୍ଗତିରୁ ଦୂରେଇ ରହିବା ଉଚିତ। ତୃତୀୟରେ ମୀନ ରାଶି। ଷଡ଼ାଷ୍ଟକ ଯୋଗର ଗଠନ ଚିନ୍ତା ଆଣିପାରେ। କିଛି କାର୍ଯ୍ୟ ଅଟକି ରହିପାରେ। ସୋସିଆଲ ମିଡ଼ିଆରେ ଶବ୍ଦକୁ ବିଚାରର ସହିତ ବ୍ୟବହାର କରନ୍ତୁ, ନଚେତ୍ ପ୍ରତିଷ୍ଠା ହରାଇ ପାରନ୍ତି। ତେବେ ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନେ ପେଟ ଏବଂ ଗଳା ସହିତ ଜଡ଼ିତ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।